ଯେତେବେଳେ ଚାଲି ଯାଇଛନ୍ତି ଇଏ ଅଲକ୍ଷ୍ମୀ ଅନେଇଛନ୍ତି ମୋ ସ୍ୱାମୀ ଆସିବେ ଆମେ ଏଇଠି ରହିବା। ଯେତେବେଳେ ଯାଇଛନ୍ତି ସେତେବେଳେ ଏକ ଚାହିଁ ଚାହିଁ କଣ ହେଇଛନ୍ତି ଆଉ ସ୍ୱାମୀ ଉଜାଳ କରି ସିଏ ଆଉ ଫେରିଲେନି। ଯେତେବେଳେ ଋଷି ଫେରିଲେନି ଏହି ସମୟରେ କଣ ନା ଜଙ୍ଗଲରେ ରହି ଏକା ସେଇ ଅଶ୍ୱତ୍ଥ ଗଛ ମୂଳରେ ନ ଖାଇ ନ ପିଇ ଆଜି କାନ୍ଦୁଛି ଭ ଭ ହୋଇ କାନ୍ଦୁଛି ଉଚ୍ଚ ସ୍ୱରରେ ଏ କଥା ମା ଜଗତଜନନୀ ମା ଲକ୍ଷ୍ମୀଙ୍କ କାମରେ ପଡ଼ିଲା। ଅନନ୍ତ ସୂର୍ଯ୍ୟରେ ବୈକୁଣ୍ଠପୁରରେ ଯେତେବେଳେ ନାରାୟଣ ଅଛନ୍ତି ପୁଣି ଲକ୍ଷ୍ମୀ କହିଲେ ସ୍ୱାମୀ ସ୍ୱାମୀ ମୋ ଭଉଣୀ ବଡ଼ ବିପଦରେ ପଡ଼ିଛି। ତାର ଭଉଣୀ ଭଉଣୀକୁ ଟାଳିବ ନା, ତେଣୁ ସୁସମ୍ପର୍କ ରହିବ। ତେଣୁ ମୋ ସ୍ୱାମୀ ଯେ ବଡ଼ ଭଉଣୀ ଆଜି ବିପଦରେ ପଡ଼ିଛି। ମା ଜାଣିଲେ କଣ ବିଷ୍ଣୁଙ୍କୁ କହିଲେ ଏମିତି କଥା। ତେଣୁ ଗଲେ ତମେ ଯାଅ ମୋ ଭଉଣୀକି ନେଇ ଆସ ଆମ ଘର ନିଜ ଘରକୁ ନେଇ ଆସ ଆମେ ଦି ଭଉଣୀ ଏଇଠି ରହିବା। ଋଷି ଆଜି ଛାଡ଼ିଦେଲେ। ବିଷ୍ଣୁ ପୁଣି କଣ କଲେ ଗରୁଡ଼କୁ ଆବାହନ କଲେ। ଗରୁଡ଼ ଆସିଲେ ଗରୁଡ଼କୁ ନେଇକି ଯାଇ ପହଞ୍ଚିଲେ ସେଇ ଘର ଜଙ୍ଗଲର ଅଶ୍ୱତ୍ଥ ବୃକ୍ଷ ମୂଳେ। ଯେତେବେଳେ ପହଞ୍ଚିଛନ୍ତି ପହଞ୍ଚିଲା ପରେ ମୋ ଅଲକ୍ଷ୍ମୀ କାନ୍ଦୁଥିଲେ ଦେଖିକି ନାରାୟଣକୁ ଗଛର ଉଆଳରେ ଲୁଚିଗଲେ। ସେଇଠି ଏଠି କହିଲେ ଯେ ନାରାୟଣ କହୁଛନ୍ତି ଆସ ତୁମ ଭଉଣୀ କହିଛନ୍ତି ସେଠି ଯିବା ଆମ ଘରେ ରହିବ ସେଠି ଦୁଇ ଭଉଣୀ ରହିବ। ବହୁତ ବିଷ୍ଣୁ ଦୂତମାନେ ଅଛନ୍ତି ବହୁତ ସେବିକା ମାନେ ଅଛନ୍ତି ସେବା କରିବେ ଚାଲ। ଅଲକ୍ଷ୍ମୀ ହାତ ଧରିକି କହିଲେ ଆଜ୍ଞା ମୁଁ ରହିପାରିବିନି। ଆପଣଙ୍କର ମୋର ଯୋଉ ଲକ୍ଷ୍ୟଟା ମୋର ଲକ୍ଷ୍ୟ କଣ ନା ମୋର ମୁଁ ଯୋଉଠି ରହିବି ଧନ ଧାନ୍ୟ ଏକଥା ରହିବନି। ଆଉ ମୋର ନିଜ ଭଉଣୀ ସିଏ ତାର ଧନ ସମ୍ପତ୍ତିକୁ ମୁଁ ନଷ୍ଟ କରିପାରିବିନି। ମୁଁ ବଡ଼ ହେଇକି କଣ ବୁଝିକି ରହିବି ସେଇଠି ମୁଁ ରହିପାରିବିନି। ଏ କଥା ଚିନ୍ତା କରି ତେଣୁ ସିଏ କହିଲେ ମୁଁ ଯିବିନି ନା କଣ ତାହେଲେ ମତେ କିଛି ସ୍ଥାନ ଦିଅ ମୁଁ କୋଉଠି ରହିବି। ସେଇଠି ବିଷ୍ଣୁ କହିଲେ ତମେ ରହିବ କୋଉଠି ନା ଯୋଉଠି ପର ନିନ୍ଦା କଥାରେ ତାଙ୍କ ବୋହୁଟା ଖରାପ ତାଙ୍କ ପୁଅ ଖରାପ ତାଙ୍କ ଶାଶୁ ଖରାପ ତାଙ୍କ ଶ୍ୱଶୁର ଖରାପ ଏଇଭଳିଆ ଯୋଉ କଥାବାର୍ତ୍ତା ହୁଅନ୍ତି ସେଇଠି କହିତୁ ରହିବୁ। ଆଉ କୋଉଠି ଯୋଉଠି ଆମ ଘର ଯେ ଝଗଡ଼ା ଲାଗିବେ ଜମି ପାଇଁ ହଉ ଟଙ୍କା ପଇସା ପାଇଁ ହଉ ଘର ପାଇଁ ହଉ ଗାଡି ଘୋଡା ହଉ ବା ଦୁଇ ଯାହା ଭିତରେ ହଉ ଯାହା ଯୋଉଠି ଝଗଡ଼ା ଲାଗିବେ ଅଲକ୍ଷ୍ମୀ କହିଲେ ତୁ ସେଇଠି ରହିବୁ। ଆଉ କୋଉଠି ରହିବୁ ଯୋଉଠି କଣ ନା ପଶୁକୁ ହତ୍ୟା କରାଗଲା ସେଠି ରହିବୁ। ଆଉ କୋଉଠି ଏଇ ଜୁଆ ଖେଳ ଦେଖିବୁ ସେଠି ରହିବୁ। ଆଉ କୋଉଠି ମଦ ଭାତ ଦାରୁ ଦେଖୁଛୁ ମଦ ଭାତ ଟିକେ ଖାଇଲେ ନିଶା ଟିକେ ହେଇଗଲେ ମୁଁ ପିଇବି ହଳୁଛି ପିଉଛି ଏମିତି କରିବାରେ କଣ ପିଇଥିବାରେ ଲାଗିଛି ମୁଁ ଦେଖିଛି ରାସ୍ତାରେ ଚାଲି ପାରୁଥିବେନି ଆଉ ହେଇକି ପଡ଼ିବୁ ରକ୍ତାକ୍ତ ହେଇଥିବେ। ତେଣୁ ସେଠି ଯୋଉ ପଡ଼ିବେ କହିଲେ ପଡ଼ିକୁ ସ୍ଥାନ କରି ଅଲକ୍ଷ୍ମୀକୁ କହିଲେ ତୁ ସେଇଠି ରହିବୁ। ଆଉ କଣ ବେଶ୍ୟାଶାଳ ଯୋଉଠି ସେଠି ମଧ୍ୟ ରହିବୁ। ଏଇଭଳିଆ କିଛି ସ୍ଥାନ ମୋଟାମୋଟି ଦେଇଦେଲେ ଆଉ ରହିବୁ। ତେଣୁ ଏଇ କଥା କହିଲେ ତେଣୁ ଲକ୍ଷ୍ମୀ ଯେ ଏ କଥା କହିକି ବିଷ୍ଣୁ ଗଲେ ଅଲକ୍ଷ୍ମୀ ସେଇଠି ରହିଲେ। କହିଲେ ଗୋଟିଏ ଦିନର କଥା ଶନିବାର ଦିନ ତୁ ଗୋଟିଏ ଦିନ ହିଁ ଖାଇବୁ ସପ୍ତାହରେ ଗୋଟେ ଦିନ ନା ଶନିବାର ଦିନ ଅଶ୍ୱତ୍ଥ ଗଛ ମୂଳରେ ମୋର ଯୋଉ ପୂଜାଟା ହବ ପୂଜା କଲେ ମୁଁ ପାଇବା ସହିତ ତୁ ସେଇଦିନ ଖାଇବୁ 7 ଦିନ ଖାଇବା ତୋର ହେଇଯିବ। ତୁ ସେଇ ଅଶ୍ୱତ୍ଥ ଗଛ ମୂଳେ ରହିବୁ। ଆଉ ସେ ଅଶ୍ୱତ୍ଥ ଗଛ ମୂଳରେ ଭୂତ ପ୍ରେତ ମାନେ ରହିବେ। ତେଣୁ ସେଇଥିପାଇଁ ଅଶ୍ୱତ୍ଥ ଗଛ ମୂଳେ ରାତ୍ରିରେ ଶୟନ କରନ୍ତି ନାହିଁ ରାତିରେ ଶୋଇବେ। ଆଉ ଶନିବାର ପୂଜା କଲେ ପରିକ୍ରମା କଲେ ବିଷ୍ଣୁଙ୍କ ସହିତ କଣ ଅନନ୍ତ ନାରାୟଣ ହଉଛନ୍ତି ଯେ ଅଶ୍ୱତ୍ଥ ଗଛ ଆମେ ଗୀତାରେ କହିଲେ ଗୀତାର ବିଭୂତି ଯୋଗରେ ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି ବୃକ୍ଷାଣ ଅଶ୍ୱତ୍ଥ ବୃକ୍ଷ ମାନେ ଅଶ୍ୱତ୍ଥ ବୃକ୍ଷ ଭିତରେ ମୁଁ ହଉଛି ସେ ଅଶ୍ୱତ୍ଥ କୃଷ୍ଣ କହିଲେ ଅର୍ଜୁନକୁ କହୁଛନ୍ତି ବିଶ୍ୱର ଜଳ ଆମର ବିଭୂତି ଜଳ। ତ ଯାଉ ସେଇଠି ଗଛରେ କଣ ଅଲକ୍ଷ୍ମୀକୁ କହିଲେ ତୁ ସେଇଠି ରହିବୁ ଅଲକ୍ଷ୍ମୀ ସେଇଠି ରହିବୁ।
देखु आमे माने ठीक सही कथा ये चिंता करूँ आमे माने सत्संग जो नाम हो कीर्तन हो पूजा पाठ हो प्रतिष्ठा हो घर प्रतिष्ठा हो आज बुद्ध प्रतिष्ठा होती कौन होती जो माने भक्त से कौन करते से माने होती लक्ष्मी आपण मैंने जो बसी लक्ष्मी आउ जो किसी जन हो कौन भागवत कहते कौन शुणा जावा से खाइबा मोबाइल का देखा टीवी देखा ये करवा क्या सारे पड़ा लक्ष्मी मत बाड़ी धरिक बाबा जी एत लोक थे आम उठीगला बेटा आमको देखे कहते शास्त्र कहते निष्ठा हमें अपन उदाहरण देली कोई एत भक्त थे किसी उठी जाऊँ कारण से अलक्ष्मी स्थान हूँ पूजा पाठ नाम यज्ञ धूप दीप झुणा हरिकथा एगा जो हम भल लगनी आउ कौटी नाच गीत ये सी कथा से फल करवा कौन करूँ शुणुनी ना कौन करूँ कौन कौन कथा सर शीघ्र बाबा जी सारे कौन लुचि पूरी हो खाई बुझी जा ये जो ये जीव कथा हम शास्त्र कहते ये जीव आहार लंपटे भम भम कुंभ ये जीव आहार लंपटे बोलो हरि हरि हरि